ଜୟ ଜଗନ୍ନାଥ ସାଙ୍ଗମାନେ ତ ଫେରିଲା ବେଳେ ଦେଖିପାରୁଥିବେ ଆଜିର ପାଗ ପୁରା ଖରା ଖରା ଟାଇପ୍ର ହେଇଯାଇଥିଲା, କିନ୍ତୁ ଘରେ ଯାଇ ପହଞ୍ଚିଲା ବେଳକୁ ବର୍ଷା ଆରମ୍ଭ ହେଇଯାଇଥିଲା। ତ ସେଥିପାଇଁ ଆମେ ଦୁଇ ଜଣ ଟିକେ ଲେଟ୍ରେ ଆମର ଲେଟ୍ ତ ହେଉନଥିଲା, କାମ ଜଲ୍ଦି ସରିଥିଲା, କିନ୍ତୁ ଦୋକାନ ଗଲାବେଳକୁ ଲେଟ୍ ହେଲା କାରଣ ବର୍ଷା ହେଇଗଲା। ଆଉ ସକାଳୁ ଉଠିକିନି ଦୁଇ ଜଣ ଯାକ କାମ ସାରି ଗାଧୋଇ ପାଧେଇ ଆମେ ଫ୍ରୁଟ୍ ସାଲାଡ଼ କରିଥିଲୁ, ଜୁସ୍ କରିଥିଲୁ, ପିଇଥିଲୁ, କିନ୍ତୁ ମୁଁ ଜୁସ୍ର ଭିଡ଼ିଓ ବନେଇବାକୁ ଭୁଲି ଯାଇଛି। ଓନ୍ଲି ଫ୍ରୁଟ୍ ସାଲାଡ଼ର ବନେଇଛି। ତ ଆଜି ଫ୍ରେଶ୍ ପିଜୁଳି ଆସିଥିଲା ଘରକୁ, ତ ଭାବିଲି ତାକୁ ଟିକେ ଲଙ୍କା ଲୁଣ ପକାଇ ଖାଇଲେ ବହୁତ ଭଲ ଲାଗେ। ଛୋଟବେଳେ ତ ବହୁତ ସାରା ଆମେ ଖାଉ, ମଜା ଲାଗିଥାଏ, କିନ୍ତୁ ଆଜିକା ଟାଇମ୍ରେ ଆଉ କେଉଁଠି ଟାଇମ୍ ମିଳୁଛି ଏସବୁ ଜିନିଷ ଖାଇବାକୁ, କିନ୍ତୁ ଘରେ ବନେଇକି ଆଜି ଖାଇଲି, ଭଲ ଲାଗିଥିଲା, ବହୁତ ଟେଷ୍ଟି ଥିଲା। ତାପରେ ଲିଚି ଥିଲା, ତ ଲିଚି ମୋର ଥୁଆ ହେଇଛି ଯେତେ ଦିନ ହେଲା ଖାଇପାରୁନି, ଚାଲ ଖାଇଦେବା। ପ୍ଲିଜ୍ ଖାଇବୁ କ'ଣ ଲିଚି? ଭଲ ଲାଗିଲା କାଲି ଖାଇଲୁ? ଖାଇବୁ କ'ଣ? କାଲି ଖାଇଲୁ ଭଲ ଲାଗିଲାନି? ମୋତେ ଭଲ ଲାଗେନି ସେଟା। ତ କ'ଣ ଖାଇ ଭଲ ଲାଗେ? କ'ଣ ଖାଇ ଭଲ ଲାଗେ? ହଁ। ଡାଳ ପତ୍ର ଛାଁ କାହିଁ ବିକନ୍ତି ମୁଁ ବୁଝିପାରେନି। ସୁନ୍ଦର ଦେଖା ହେବା ସକାଶେ ଡାଳ ଓଜନ ଉଠିବ ବୋଲି। ଡାଳ ଓଜନ ଉଠିବ ବୋଲି। ଖରାବେଳେ ଖାଇବା ବହୁତ ଟେଷ୍ଟି ଥିଲା। ପଖାଳ ସହିତ ଆମର ଗୋଟେ ପାଗ ହେଇଥିଲା, ବଢ଼ି ଆଳୁ ଆଉ ଦେଶୀ ପିଆଜ ଚଟନା, ଦେଖିପାରୁଥିବେ ରୂପା ତାକୁ ଚଟନି କରିଛି। ଆଉ ଦେଶୀ ଆମ୍ବ, ପୁରା ବଡ଼ ବଡ଼ ସାଇଜ୍ ଆମ୍ବ ଭାଉଜ ଘରୁ ଆସିଥିଲା, ତ ସାବିତ୍ରୀ ଥିଲା ଯେହେତୁ ଭାଉଜ ଘରୁ ଆମ୍ବ ଆସିଥିଲା, ଭାଉଜ ଦେଇଥିଲା। ତା ସହିତ ହେଉଛି ଶାଗ ଭଜା, ସଜନା ଶାଗ, ଭେଣ୍ଡି ମିଶା ଶାଗ ଭଜା, ଆଉ ତା ସହିତ ଆମର ରହିଛି ଏଇଟା କୁନ୍ଦୁରି ଭଜା। ତ ବହୁତ ଟେଷ୍ଟି ଖାଇବା ଥିଲା। ତ ଚାଲନ୍ତୁ ଖାଇବାକୁ ଏନ୍ଜୟ କରିବା, ଆଉ ବହୁତ ସାରା ଟେଷ୍ଟି ଖାଇବା ଆଜିର। ତ ମୋତେ ଶାଗ ଭଜା ବହୁତ ପସନ୍ଦ, ଆଉ ତା ସହିତ ଏଇ ପାଗ ଚଟନା, ତ ଚଟନାଟା କ'ଣ ଦେଖାହେଉଛି ପୁରା ପେଟ ପୁରାଉଛି ଖାଇବା ଦେଖିଲା ବେଳକୁ। ତ ଚାଲ ଖାଇବା କେମିତି ଲାଗୁଛି। ବଡ଼ ବଡ଼ ଲାଗୁଛି। ମାଟି ଦେଖା ନୁହଁ ଜମା। ଭାତ ଖାଉଛୁ ନା ଖାଲି ଆମ୍ବ ଖାଉଛୁ? ଭଲ ଲାଗେ। ଭଲ ଅଛି ଚିମିଣୀ ଘର ଆମ୍ବ। ବଢ଼ିଆ ମିଠା। ସେଇଟା ବି ନାହିଁ। ଚୁମୁନି ଭାଇ କହିବୁ ବସ୍ତାଏ ଖଣ୍ଡେ ଏମିତି ଦେବ ଆଉ। ଲଙ୍କା ଟିକେ ରାଗ ପାଇଁ ହବ। ଆଉ ସେ ଏତେ ରାଗି କଥା। କଲେ ସିନା ପାଟିରେ ସୁବୁ ସାରିଲେ ଭଲ ଲାଗିବ। ଆଜିର ଖାଇବା ବହୁତ ଟେଷ୍ଟି ଆଉ ବହୁତ ବଢ଼ିଆ ଲାଗୁଥିଲା। ତ ଖାଇବା ତ ଖାଇକି ମୁଁ ପୁରା ଚନ୍ଦ୍ରଶେଖର, ଭୋକ ମୋତେ ବହୁତ ସାରା ଲାଗୁଥିଲା। ଆଉ କାମରେ ଆଜି ଦୋକାନରେ କାମରେ ବ୍ୟସ୍ତ ରହିଥିଲା, ତ କାମ ଯେତେବେଳେ ସରିଥିଲା ଆସିକି ଘରେ ଖାଇବା ତ ପଖାଳ ଖାଇଥିଲେ ପୁରା ଶାନ୍ତି। ତ ରାତିରେ ମାଆ ଆମ ପାଇଁ ବନେଇଥିଲା ସୋୟାବଡ଼ି। ତ ସୋୟାବଡ଼ି ଦେଖିପାରୁଥିବେ ମାଆ ବଢ଼ିଆ ସେ ତାକୁ ପୁରା ଭଲସେ ଚିପୁଡ଼ି ଧୋଇକି ଚିପୁଡ଼ି ଦେଇଛି, ଆଉ ତାକୁ ଭଲସେ ପୁରା ବଢ଼ିଆ ସେ ଫ୍ରାଏ କରି ଭାଜି ଦେଉଛି।
ସେ ପୁରା ଭଲସେ ତାକୁ ଭାଜେ ଯେ କୁନି କୁନି ସାଇଜ୍ ସୋୟାବଡ଼ିଟା ଆସେ ସେଇଟା ବହୁତ ଟେଷ୍ଟି ଲାଗେ। ତ ବଡ଼ ସାଇଜ୍ଟା ଏତେ ଭଲ ଲାଗେନି, କିନ୍ତୁ ଛୋଟ ସାଇଜ୍ଟା ବହୁତ ଭଲ ଲାଗେ ଆଉ ବହୁତ ବଢ଼ିଆ ବି ଫ୍ରାଏ ହେଇଥାଏ। ଆଉ ତା ଭିତରେ ସେ ଯେଉଁ ମସଲା ବି ଭଲ ଏଣ୍ଟ୍ରି କରିଥାଏ। ମୋତେ ତ ସୋୟାବଡ଼ି ବହୁତ ପସନ୍ଦ। ଗାଡ଼ି କାହିଁ ଆଜି ଗଲାନି? ତ ବୋଉ କୁଆଡ଼େ ଯାଇଛି? ସେ ଗଲା, ସେ ଗଲା 6:30ରେ ଉଠିକି ଶୋଇଥିଲା। ହଁ, କାଲି ଚିକେନ୍ କରିବୁ ନା କ'ଣ? ମା ସୋୟାବଡ଼ି କରିକି ପୁରା ରେଡ଼ି କରିଦେଇଥିଲା, କିନ୍ତୁ ଖାଇବା ଟାଇମ୍ରେ ଭିଡ଼ିଓ କରିବା ଭୁଲି ଯାଇଥିଲି, କାରଣ ଟିକେ ଏପଟ ସେପଟରେ ଭୁଲି ଯାଇଛି। ତ ମା ତା'ର ସାଙ୍ଗେ ସାଙ୍ଗେ କଷିକି ତା'ର ଖାଇବା ଏନ୍ଜୟ କରିଛି। ତ ଆପଣମାନଙ୍କ ଭିଡ଼ିଓ କେମିତି ଲାଗିଲା କମେଣ୍ଟ କରିବେ, ଲାଇକ୍ କରିବାକୁ ଜମା ଭୁଲିବେନି। ରହୁଛି, ଜୟ ଜଗନ୍ନାଥ।